ସମସ୍ତଙ୍କୁ ଓଁ ସାଇରାମ। ଚାଲନ୍ତୁ ଆଜି ଶୁଣିବା ସାଇ ବାବାଙ୍କର ସାଇ ସଚରିତ ଗ୍ରନ୍ଥର ତୃତୀୟ ପାଠ ରୋହିଲାର କାହାଣୀ। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଶୁଣନ୍ତୁ। ଯଦି ପସନ୍ଦ ଆସିବ ତାହେଲେ ସବସ୍କ୍ରାଇବକୁ ଟଚ୍ କରିକି ବେଲ୍ ଆଇକନ୍କୁ ଟଚ୍ କରିଦିଅନ୍ତୁ। ତାହେଲେ ଚାଲନ୍ତୁ ଶୁଣିବା ରୋହିଲାର କାହାଣୀ। ଏ କାହାଣୀଟି ଗୋଟିଏ ସତ୍ୟର ପ୍ରମାଣ ସ୍ୱରୂପ। ସାଇ ବାବା ସମସ୍ତ ପ୍ରାଣୀଙ୍କୁ ସମାନ ଦୃଷ୍ଟିରେ ଭଲ ପାଆନ୍ତି। ଥରେ ରୋହିଲା ନାମକ ଏକ ବ୍ୟକ୍ତି ଶିରିଡ଼ିରେ ରହିବାକୁ ଆସିଥିଲା। ତାର ଶରୀର ଦୀର୍ଘ ଓ ପ୍ରଶସ୍ତ, ସୁଦୃଢ଼ ଓ ସୁଗଠିତ ଥିଲା। ବାବାଙ୍କ ପ୍ରେମରେ ମୁଗ୍ଧ ହୋଇ ସେ ଶିରିଡ଼ିରେ ରହିବାକୁ ଲାଗିଲା। ସାରା ଦିନ ସାରା ରାତି ଉଚ୍ଚ ସ୍ୱରରେ କୋରାନ ଲିଖିତ କଲମା ପାଠ କରେ, ଆଲ୍ଲାହ ଆକବର ଡାକେ। ଶିରିଡ଼ିର ଅଧିକାଂଶ ବାସିନ୍ଦା ଯେତେବେଳେ ଦିନସାରା କ୍ଷେତବାଡ଼ିରେ କାମ କରି କ୍ଳାନ୍ତ ହୋଇ ରାତିରେ ଘରକୁ ଫେରି ବିଶ୍ରାମ କରନ୍ତି, ସେତେବେଳେ ରୋହିଲାର କର୍କଶ ସ୍ୱର ସେମାନଙ୍କର ନିଦ୍ରାରେ ବ୍ୟାଘାତ ସୃଷ୍ଟି କରେ। ସେହି କାରଣରୁ ସେମାନଙ୍କୁ ଖୁବ୍ କଷ୍ଟ ହେଉଥିଲା। ଅନେକ ଦିନ ଧରି ସେମାନେ ଏ ବିଷୟ ନେଇ ଆପତ୍ତି ଅଭିଯୋଗ କରିନଥିଲେ, କିନ୍ତୁ ଦିନକୁ ଦିନ ପରିସ୍ଥିତି ଅସହ୍ୟ ହେବାକୁ ଲାଗିଲା। ରୋହିଲାର ଏପରି ଉତ୍ପାତକୁ ବନ୍ଦ କରିବା ପାଇଁ ବାବାଙ୍କ ପାଖରେ ଆସି ପ୍ରାର୍ଥନା ଜଣାଇଲେ, କିନ୍ତୁ ବାବା ସେମାନଙ୍କର କଥା ଭ୍ରୂକ୍ଷେପ ନ କରି ବରଂ ସେମାନେ ନିଜ ନିଜର କାର୍ଯ୍ୟ ପ୍ରତି ଦୃଷ୍ଟି ଦେବାକୁ ଗ୍ରାମବାସୀମାନଙ୍କୁ ଶାସନ କଲା ଭଳି କଥା କହିଲେ। ରୋହିଲା ବିଷୟରେ ସେମାନେ ଆଦୌ କିଛି ନ ଭାବନ୍ତୁ। ବାବା ସେମାନଙ୍କୁ କହିଲେ ଯେ ରୋହିଲାର ସ୍ତ୍ରୀ ଟିକିଏ ଦୁଷ୍ଟ ପ୍ରକୃତିର ଏବଂ ସେ ରୋହିଲାକୁ ଓ ତାଙ୍କୁ ଯଥେଷ୍ଟ କଷ୍ଟ ଦେଉଛି, କିନ୍ତୁ କୋରାନ ଶରୀଫର କଲମା ପାଠ ଆଗରେ ସେ ଆଦୌ ବିରୋଧ କରିପାରେ ନାହିଁ। ତାର ସାହସ ହୁଏ ନାହିଁ। ତେଣୁ ସେ ଦୁହେଁ ଟିକିଏ ଶାନ୍ତିରେ ରହି ସୁଖ ପାଆନ୍ତି। କିନ୍ତୁ ପ୍ରକୃତପକ୍ଷେ ରୋହିଲାର କୌଣସି ସ୍ତ୍ରୀ ନଥିଲା। ବାବା କେବଳ ଗ୍ରାମବାସୀମାନଙ୍କର ଦୁର୍ଭାବନା ଆଡ଼କୁ ଇଙ୍ଗିତ କରି ଏକଥା କହିଲେ, କାରଣ ବାବା ଅନ୍ୟାନ୍ୟ ବିଷୟ ଅପେକ୍ଷା ଈଶ୍ୱରଙ୍କର ଆରାଧନାକୁ ବେଶୀ ପ୍ରାଧାନ୍ୟ ଦିଅନ୍ତି। ତେଣୁ ସେ ରୋହିଲାକୁ ସମର୍ଥନ କରି ଗ୍ରାମବାସୀମାନଙ୍କୁ କିଛିଦିନ ଶାନ୍ତିପୂର୍ବକ ତାର ଉତ୍ପାତ ସହ୍ୟ କରିବାକୁ ପରାମର୍ଶ ଦେଲେ। ବାବାଙ୍କର ମଧୁର ଅମୃତ ଉପଦେଶ ପଢ଼ିବା। ଦିନେ ମଧ୍ୟାହ୍ନ ଆରତି ପରେ ଭକ୍ତମାନେ ଯେତେବେଳେ ନିଜ ନିଜ ଘରକୁ ଫେରିବାକୁ ଲାଗିଲେ, ସେତେବେଳେ ବାବା ସେମାନଙ୍କୁ ନିମ୍ନଲିଖିତ ଉପଦେଶ ଦେବାକୁ ଲାଗିଲେ। ତୁମେ ଯେଉଁଠି ଚାହଁ ସେଇଠି ରୁହ, ଯାହା ଇଚ୍ଛା ତାହା କର, କିନ୍ତୁ ସବୁବେଳେ ମନେରଖ ଯେ ତୁମେ ଯାହା କରୁଛ ସେ ସବୁ କଥା ମୁଁ ଜାଣିପାରୁଛି। ମୁଁ ସମସ୍ତ ପ୍ରାଣୀଙ୍କର ପ୍ରଭୁ ଏବଂ ସର୍ବମୟ। ମୋ ଗର୍ଭରେ ସମସ୍ତ ଜଡ଼ ଓ ଚେତନ ପ୍ରାଣୀର ସୃଷ୍ଟି ହୁଏ। ମୁଁ ହିଁ ସମସ୍ତ ବ୍ରହ୍ମାଣ୍ଡର ନିର୍ମାତା ଓ ସଞ୍ଚାଳକ। ମୁଁ ହିଁ ସ୍ଥିତି ଆଉ ଗତି, ମୁଁ ହିଁ ସଂହାର କର୍ତ୍ତା। ଯେଉଁମାନେ ମୋତେ ଭକ୍ତି କରନ୍ତି ସେମାନଙ୍କର କେହି କ୍ଷତି କରିପାରିବେ ନାହିଁ। ମୋତେ ଯେଉଁମାନେ ଧ୍ୟାନ ନ କରନ୍ତି ସେମାନେ ମାୟାର ଜାଲରେ, ମାୟାର ବନ୍ଧନରେ ଆବଦ୍ଧ ହୋଇଯାନ୍ତି। ସମସ୍ତ ଜୀବଜନ୍ତୁ ଦୃଶ୍ୟମାନ ଓ ପରିବର୍ତ୍ତନଶୀଳ ତଥା ସ୍ଥାୟୀ ଶାଶ୍ୱତ ସତ୍ତା ସବୁ ମୋର ହିଁ ସ୍ୱରୂପ। ଏପରି ସୁନ୍ଦର ଅମୂଲ୍ୟ ଉପଦେଶ ଶୁଣି ତତ୍କ୍ଷଣାତ୍ ଦୃଢ଼ ସିଦ୍ଧାନ୍ତ ନେଇଗଲି ଯେ ଭବିଷ୍ୟତରେ ନିଜର ଗୁରୁଙ୍କ ବ୍ୟତୀତ ଅନ୍ୟ କାହାରି ସେବା କରିବି ନାହିଁ। ତୁ ଚାକିରି ପାଇଯିବୁ। ବାବାଙ୍କର ଏ କଥାଟି ମୋ ଭିତରେ ଆନ୍ଦୋଳିତ ହେବାକୁ ଲାଗିଲା। ମୋର ମନେ ହେଉଥିଲା, ସତରେ କ'ଣ ଏହା ସତ ହେବ କି? କିନ୍ତୁ ଭବିଷ୍ୟତର ଘଟଣାଗୁଡ଼ିକୁ ଏହା ପ୍ରମାଣିତ ହେଲା ଯେ ବାବାଙ୍କର କଥା ପୁଙ୍ଖାନୁପୁଙ୍ଖ ଭାବରେ ସତ୍ୟ ହେଲା। ମୁଁ କିଛି ଦିନ ପାଇଁ ଆଉ ଗୋଟିଏ ଚାକିରି ପାଇଗଲି। ତା ପରଠାରୁ ଏକାଗ୍ର ଚିତ୍ତରେ ସ୍ୱାଧୀନ ଭାବରେ ବାବାଙ୍କର ସେବା କରିବାକୁ ଲାଗିଲି।
ଏହି ଅଧ୍ୟାୟଟି ଶେଷ କରିବା ପୂର୍ବରୁ ମୁଁ ପାଠକମାନଙ୍କୁ ବିନମ୍ର ନିବେଦନ କରୁଛି ଯେ ସେମାନେ ସମସ୍ତ ପ୍ରକାର ବାଧାବିଘ୍ନ, ଆଲସ୍ୟ, ନିଦ୍ରା, ମନର ଚାଞ୍ଚଲ୍ୟ ଓ ଇନ୍ଦ୍ରିୟ ପ୍ରତି ଆସକ୍ତି ଦୂର କରି ନିଜ ନିଜର ମନକୁ ବାବାଙ୍କର ଲୀଳାଗୁଡ଼ିକୁ ଅନୁଧ୍ୟାନ କରିବାରେ ଲଗାନ୍ତୁ। ସରଳ ପ୍ରେମଭାବ ସୃଷ୍ଟି କରି ଭକ୍ତିର ରହସ୍ୟ ଜାଣନ୍ତୁ ଏବଂ ଅନ୍ୟାନ୍ୟ ସାଧନାର ଅଯଥା ଶ୍ରମ ଓ ସମୟର ଅପଚୟ ନ କରନ୍ତୁ। ସେମାନେ ଗୋଟିଏ ସହଜ ଉପାୟ ଅବଲମ୍ବନ କରିବା ଉଚିତ ଏବଂ ସେଇଟି ହେଲା ଶ୍ରୀ ସାଇ ଲୀଳା ଶ୍ରବଣ। ଏହାଦ୍ୱାରା ଅଜ୍ଞାନତାର ଅବସାନ ହୋଇ ମୁକ୍ତିର ଦ୍ୱାର ଉନ୍ମତ୍ତ ହୋଇଯିବ। ଅନେକ ସ୍ଥାନ ଭ୍ରମଣ କରିବା ପରେ ଯେପରି ଲୋଭୀ ମଣିଷ ନିଜର ଗୁପ୍ତଧନ ପ୍ରତି ସର୍ବଦା ଚିନ୍ତିତ ଥାଏ, ଠିକ୍ ସେହି ପ୍ରକାରେ ଶ୍ରୀ ସାଇବାବାଙ୍କୁ ନିଜ ହୃଦୟରେ ଧାରଣ କରନ୍ତୁ। ପରବର୍ତ୍ତୀ ଅଧ୍ୟାୟରେ ଶ୍ରୀ ସାଇବାବାଙ୍କର ଶିରିଡ଼ି ଆଗମନ ବିଷୟରେ ବର୍ଣ୍ଣନା କରାଯିବ। ଆଗାମୀ ଅଧ୍ୟାୟରେ ପଢ଼ିବା ଚତୁର୍ଥ ଅଧ୍ୟାୟ ଶ୍ରୀ ସାଇବାବାଙ୍କର ଶିରିଡ଼ିକୁ ପ୍ରଥମ ଆଗମନ। ଯଦି ଆଜିର ସାଇବାବାଙ୍କର ରହିଲାର କାହାଣୀ ଆପଣମାନଙ୍କୁ ପସନ୍ଦ ଆସିଲା ତାହେଲେ ସବସ୍କ୍ରାଇବ୍କୁ ଟଚ୍ କରିକି ବେଲ୍ ଆଇକନ୍କୁ ଟଚ୍ କରିଦିଅନ୍ତୁ। କାହିଁକିନା ବାବାଙ୍କର ସାଇନ୍ସ ଗ୍ରନ୍ଥର ପାଠ ଆପଣମାନେ ବି ଶୁଣିପାରିବେ ଆଉ ଆପଣମାନଙ୍କ ପାଖକୁ ଭିଡ଼ିଓଟି ପହଞ୍ଚି ପାରିବ। ସେଥିପାଇଁ ଲାଇକ୍, ସବସ୍କ୍ରାଇବ୍, ସେୟାର କରନ୍ତୁ। ଆଉ ଯିଏ ପଢ଼ିପାରୁନାହାନ୍ତି ତାଙ୍କ ପାଖକୁ ସେୟାର କରିଦିଅନ୍ତୁ। ତାହେଲେ ରହୁଛି। ଓଁ ସାଇରାମ, ଜୟ ସାଇରାମ।